ଯେତେବେଳେ ଆମେ ସମୀକରଣକୁ ଲେଖୁଛେ ଆମେ ସମୀକରଣ କେଉଁଭଳିଆ ଲେଖୁଛେ ନା a1x ପ୍ଲସ୍ b1y ପ୍ଲସ୍ c1 ଇଜ୍ ଇକ୍ୱାଲ୍ ଟୁ 0 ତାପରେ a2x ପ୍ଲସ୍ b2y ତାପରେ ପ୍ଲସ୍ c2 ଇଜ୍ ଇକ୍ୱାଲ୍ ଟୁ 0 ଆମେ ଜାଣିଛେ ଯେତେବେଳେ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣକୁ ସମାଧାନ କରିବା ଆମକୁ ଅତି କମରେ ଦିଟା ହିଁ ସମୀକରଣ ଦରକାର ତ ସେଥିପାଇଁ ଦିଟା ସମୀକରଣ ଆମକୁ ଦେଇଛି ଯେତେବେଳେ ଆମେ ଦେଲା ତ ୟାକୁ ଦେଖିବା ଏବଂ ଆମେ କହିବା ଯେ ସମୀକରଣ ସମାଧାନ ବିଷୟରେ ଆଉ ଲେଖଚିତ୍ର କରିବାନି ତ କେମିତି ଦେଖିବା ନା ଦେଖ ପ୍ରଥମ କାମ ରହିବ ଏଇ ଯୋଉ x ର ସହଗ a1 ଏଠି x ର ସହଗ a2 ଏଠି y ର ସହଗ b1 ଏଠି y ର ସହଗ b2 ଏଠି c1 ରହିଲା ଏଠି c2 ରହିଲା ତ ପ୍ରଥମ କାମ ମୁଁ ଦେଖିବି କଣ ଯଦି a1 by a2 এই a1 by a2 not equal to b1 by b2 ହଉଛି ତମେ କହିଦବ କଣ ନା ଡାଇରେକ୍ଟଲି ଦେଖି କହିଦବ ସେଇ ଯୋଉ ସମୀକରଣ ଦ୍ୱୟ ନେଇଛି ସେ ସମୀକରଣ ଦ୍ୱୟ କଣ ହେଇଯିବ ଆମର ଅନନ୍ୟ ସମାଧାନ ହେଇଯିବ ଦେଖିଦିଅ ଯଦି a1 by a2 not equal to b1 by b2 ହଉଛି ତାହେଲେ ସେଇ ଯୋଉ l1 l2 ଯୋଉ ସରଳରେଖା ଦିଟା ହେଇଥିବ ତା ପାଇଁ ସେ ଦିଟା କଣ ହଉଥିବ ଗୋଟିଏ ବିନ୍ଦୁରେ ଛେଦ କରିବେ ଯଦି ଗୋଟିଏ ବିନ୍ଦୁରେ ଛେଦ କରିବେ ସେଠି କଣ ହେଇଯିବ ନା ସମାଧାନଟି ଅନନ୍ୟ ହେଇଯିବ ଅନନ୍ୟ ହେଇଗଲା ପରେ ତାକୁ ଆମେ ସେଠି କହିବା କଣ ସମୀକରଣ ଯୋଉ ସମାଧାନ ଅନୁଯାୟୀ ସେମାନଙ୍କର ନାମକରଣ ତ କଣ ନାମକରଣ କରାଯିବ ତାକୁ କୁହାଯିବ ସଙ୍ଗତ ଓ ସ୍ୱତନ୍ତ୍ର ଅର୍ଥାତ୍ ଅନନ୍ୟ ସହ ସମୀକରଣ ଦ୍ୱାରା ଏକମାତ୍ର ସମାଧାନ ସମ୍ଭବ ତ ଯୋଉଠି ତମକୁ ସଙ୍ଗତ ଓ ସ୍ୱତନ୍ତ୍ର କଥା ଉଠିଥିବ ତମେ ଭାବିନିଅ ଯେ ସେ କହିଛି କାହା ବିଷୟରେ ଆମକୁ ଗୋଟିଏ ବିନ୍ଦୁରେ ଛେଦ କରୁଥିବା ଦୁଇଟି ସରଳରେଖା ବିଷୟରେ କହିଛି ସଙ୍ଗତ ଓ ସ୍ୱତନ୍ତ୍ର ଅନନ୍ୟ ସମାଧାନ ବିଷୟରେ କହିଛି ତ ସେଇଭଳି ଯଦି ତମେ ଦେଖିଲ a1 by a2 is equal to b1 by b2 is equal to c1 by c2 a1 by a2 b1 by b2 c1 by c2 ଏବଂ ପରସ୍ପର ଇକ୍ୱାଲ ହଉଛନ୍ତି ଯଦି ତିନିଟା ଇକ୍ୱାଲ ହଉଛି ତମେ ଦେଖିଦେଲ ତମେ କହିଦବ ଯେ ସେଇ ଯୋଉ ଦିଟା ସରଳରେଖା ଅଛି l1 ଆଉ l2 ସେ କଣ ହେଇଯିବ ପରସ୍ପର ଅସଂଖ୍ୟ ସମାଧାନ ହେଇଯିବ ଉପର ଦେଇ ପଳେଇବେ ପରସ୍ପର ଗୋଟିଏ ଉପରେ ଗୋଟିଏ ପଳେଇବେ ତା ମାନେ ତାଙ୍କ ସମାଧାନ ଅସଂଖ୍ୟ ହେଇଯିବ ଏବଂ ଯେତେବେଳେ ଏଇ ଜିନିଷ ହେଇଯିବ ଆମେ ସେତେବେଳେ କହିବା କଣ ସଙ୍ଗତ ଓ ନିର୍ଭରଶୀଳ ତ ବୁଝିପାରୁଥିବ କୋଉଠି କାହାକୁ ଆମେ ସଙ୍ଗତ ଓ ସ୍ୱତନ୍ତ୍ର କହୁଛେ ଏବେ କାହାକୁ ସଙ୍ଗତ ଓ ନିର୍ଭରଶୀଳ କହିଲେ ତାପରେ ଯେତେବେଳେ a1 by a2 is equal to b1 by b2 not equal to c1 by c2 ଏଇ କଣ୍ଡିସନଟା ଦେଖିଲ ତମେ କହିଦବ କଣ ସେ ସରଳରେଖା ଦିଟାକ ପରସ୍ପର ସମାନ୍ତର ସେମାନେ କେବେ ବି ଛେଦ କରିବେ ନାହିଁ ଡାଇରେକ୍ଟଲି ତମେ ଦେଖିକି କହିଦବ ଏବଂ ତାକୁ ଆମେ କହିବା କଣ ନା ଅସଙ୍ଗତ ତା ନାମ କଣ ହେଲା ଅସଙ୍ଗତ ଯୋଉଠି ଅସଙ୍ଗତ କଥା ଉଠିଥିବ ତମେ ଜାଣିବ ଯେ ସେ ଦିଟା ସମାନ୍ତର ସରଳରେଖା ବିଷୟରେ କହିଛି ଯୋଉଠି ତାର ଆଦୌ ଛେଦ ବିନ୍ଦୁ ନାହିଁ ତା ମାନେ ସେମାନଙ୍କର ସମାଧାନ ହିଁ ନାହିଁ ସେଇ ବିଷୟ ସେ କହିଛି ଦେଖ କେତେ ସହଜ ହେଲା ଆମ ପାଇଁ ଲେଖଚିତ୍ର କାହିଁକି କରିବା ଆମେ ଡାଇରେକ୍ଟଲି ଦେଖିଦେବା ସରଳରେଖାକୁ ଦେଖିଦେଲେ ତାଙ୍କର a1 by a2 ବାହାର କଲେ b1 by b2 ବାହାର କଲେ c1 by c2 ବାହାର କଲେ ଡାଇରେକ୍ଟଲି ଆମେ ଦେଖିକି କହିଦେବା କଣ ନା ସମୀକରଣର ସମାଧାନ ବିଷୟରେ କେତେ ଇଜି ହେଲା ଦେଖ ଗୋଟେ ଏକ୍ସାମ୍ପଲ ଦେଖ